ସାଙ୍ଗମାନେ ଚାଲନ୍ତୁ ଆଜି କେସିଂପୁର ଟେମ୍ପଲ ଦେଖିବା। ଆପଣମାନଙ୍କୁ ମୁଁ ସବୁକିଛି ଦେଖେଇବି, ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଏଇ କିଛି ଦିନ ହେଲା ମୁଁ ଭିଡ଼ିଓ ଅପଲୋଡ଼ କରୁନଥିଲି, କାହିଁକିନା ମୋର ଗୋଟେ ସମସ୍ୟା ଯୋଗୁଁ ମୁଁ ଆଉ ଭିଡ଼ିଓ ଅପଲୋଡ଼ କରୁନଥିଲି। ତ ଚାଲନ୍ତୁ ଆଜି ଦେଖିବା କେସିଂପୁର ଜଗନ୍ନାଥ ଟେମ୍ପଲ, ଯେଉଁଟାକି କେସିଂପୁର ବ୍ଲକ୍ ପାଇଁ ଫେମସ୍ ଅଛି, ଆଉ ସେଇଟା ହିଁ ବଡ଼ ମନ୍ଦିର ବୋଲି ମନାଯାଏ। ଚାଲନ୍ତୁ ଦେଖିବା। ସାଙ୍ଗମାନେ ବର୍ତ୍ତମାନ ଆମେ ମନ୍ଦିର ପାଖକୁ ପହଞ୍ଚିଗଲୁ। ଏଇଟା ଘେଟ୍, ଏଇଟା ଖମ୍ବ ଯେଉଁଟା କୁହନ୍ତି। ତ ସାଙ୍ଗମାନେ ଚାଲନ୍ତୁ ଭିତରକୁ ଯିବା, ଆଉ ଭିତରେ ଆପଣମାନଙ୍କୁ ମୁଁ ସବୁକିଛି ଦେଖେଇବି। ଏଇଠି ସିଂହ ଠିଆ ହେଇଛି। ତ ଚାଲନ୍ତୁ ସାଙ୍ଗମାନେ, ଏହିପରି ଭାବରେ ଘେଟ୍ ଅଛି। ତ ମୁଁ ବର୍ତ୍ତମାନ ଜୋତା କସେଇ ଦେଲି, ତ ଏହିପରି ଷ୍ଟେପ୍ ଅଛି। ତ ସାଙ୍ଗମାନେ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଏ, କାହିଁକିନା ଜଗନ୍ନାଥ ଟେମ୍ପଲ ତ ଦେଖିପାରୁଥିବେ। ଏହିପରି ଭାବରେ ଏଠି ବି ଅଛି, ଆମର ଜଗନ୍ନାଥ ଅଛନ୍ତି ଦେଖିପାରୁଛନ୍ତି। ତ ଏପଟେ ଦେଖିଲେ ଆମର ଅଛନ୍ତି ହନୁମାନ ଅଛନ୍ତି। ତ ସାଙ୍ଗମାନେ ଏହିପରି ଭାବରେ ଅଛି ଭ୍ୟୁ ଦେଖିପାରୁଥିବେ। ଏଇଟା ପୂଜା ରୁମ୍, ଯେଉଁଟାକି ଦର୍ଶକମାନେ ଆସିକି ପୂଜା କରନ୍ତି। ଏଠି ଶନିଦେବଙ୍କର ମନ୍ଦିର। ଆଉ ସାଙ୍ଗମାନେ ମୁଁ ଆପଣମାନଙ୍କୁ ଆଉ କିଛି ଦେଖାଇବା ପାଇଁ ଚାହୁଁଛି, ଯେଉଁଟାକି ଆପଣମାନେ ଦେଖିଥିବେ ଜଗନ୍ନାଥ ମନ୍ଦିର ପାଖରେ ଏଇଠି ଗୋଟେ ଭଗବାନ ଅଛନ୍ତି। ତ ସାଙ୍ଗମାନେ ଦେଖିପାରୁଥିବେ ଏଇଠି ଦିଆ ଜଳାଯାଏ। ଆଉ ଚାଲନ୍ତୁ ସାଙ୍ଗମାନେ ଆମେ କିଛି ଦେଖିବା ଆଉ କିଛି। ତ ସାଙ୍ଗମାନେ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଭ୍ୟୁଟା। ତ ଏହିପରି ଭାବରେ ମନ୍ଦିରଟା ଅଛି। ତ ଚାଲନ୍ତୁ ସାଙ୍ଗମାନେ ଆମେ ଲକ୍ଷ୍ମୀକୁ ଦେଖିବା, ଯେଉଁଟାକି ଆମ ତା ଗଛ ଉପରେ ତୁଳସୀ ଗଛ ଉଠିଛି ତା ମୁଣ୍ଡ ଉପରେ। ତ ଦେଖିପାରୁଥିବେ ଏହିପରି ଭାବରେ ଅଛି। ତ ସାଙ୍ଗମାନେ ଦେଖନ୍ତୁ, ତ ଆପଣମାନଙ୍କୁ ମୁଁ ସବୁକିଛି ଭ୍ୟୁ ଦେଖିବାକୁ ଚାହୁଁଛି। ତ ଚାଲନ୍ତୁ ଦେଖିବା। ଏଇଠି ଆମର ଇଏ ବି ଅଛି। ତ ଯେଉଁମାନେ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିନାହାନ୍ତି, ନିଶ୍ଚିତ ଭାବରେ କେସିଂପୁର ବ୍ଲକ୍କୁ ଆସନ୍ତୁ, ଯେଉଁଟାକି ନିହାତି ଆବଶ୍ୟକ ଗୋଟିଏ ମଣିଷର ମଙ୍ଗଳ ପାଇଁ। ତ ସାଙ୍ଗମାନେ ଦେଖିପାରୁଥିବେ ଏଇଟା ଗୋଟେ ଘେଟ୍, ଯେଉଁଟାକି ଆମର ଦେଖାଯାଏ। ତ ଏହିପରି ଭାବରେ ମନ୍ଦିର ସାଙ୍ଗମାନେ ଦେଖନ୍ତୁ, ତ ଏହିପରି ଭାବରେ ଅଛି। ତ ଚାଲନ୍ତୁ ମୁଁ ଆଉ କିଛି ଦେଖେଇବି ଆପଣମାନଙ୍କୁ, ଭିଡ଼ିଓରେ ବନି ରୁହନ୍ତୁ। ତ ମୁଁ ଆପଣମାନଙ୍କୁ ଦେଖେଇବି, ଯେଉଁଟାକି ସାଙ୍ଗମାନେ ଦେଖିପାରୁଥିବେ ଏଇଟା ଫ୍ରଣ୍ଟ ସାଇଡ଼୍, ଯେଉଁଟାକି ଦର୍ଶକମାନେ ଯାଆନ୍ତି ଏଠୁ ଯାଇକି ମନ୍ଦିର ବର୍ତ୍ତମାନ ବନ୍ଦ ଅଛି ସାଙ୍ଗମାନେ, ଆଉ ଏଇଟା ସନ୍ଧ୍ୟାବେଳେ ଖୋଲା ହେବ। ତ ଆମେ ଏପଟେ ଦେଖିବା, ଏପଟେ ଦେଖିବାରେ ଗୁରୁଜୀ ଅଛନ୍ତି। ଚାଲନ୍ତୁ ଯାଇକି ଦେଖିବା ଆମେ। ତ ବର୍ତ୍ତମାନ ଏଇଟା ରାସ୍ତା, ଏଇଟା ଗୋଟେ ଗେଟ୍। ମୁଁ ବର୍ତ୍ତମାନ ପହଞ୍ଚି ସାରୁଛି। ଦେଖନ୍ତୁ ଏପଟେ ଫିଲ୍ଡ ଅଛି, ଦେଖିପାରୁଥିବେ ଏହିପରି ଭାବରେ। ତ ଚାଲନ୍ତୁ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ଦେଖିବା ପାଇଁ ଟ୍ରାଏ କରୁଛି। ତ ଦେଖିପାରୁଥିବେ ଏହିପରି ଭାବରେ ଅଛି। ତ ଏଇଟା ଗୋଟେ ଘେଟ୍ ସାଙ୍ଗମାନେ ଦେଖିପାରୁଥିବେ ଏହିପରି ଭାବରେ। ଏଇଠି ସାଙ୍ଗମାନେ ବହୁତ ଉଞ୍ଚା ଅଛି, ଯେଉଁଟାକି ଜଗନ୍ନାଥ ମନ୍ଦିର। ତ ବାବା ଏଇଠି ରୁହନ୍ତି ଏହିପରି ଭାବରେ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖେଇବି ଆଉ କିଛି। ତ ଆପଣ ନିଶ୍ଚିତ ଭାବେ ଜାଣିଥିବେ ଯେ ମନ୍ଦିର ଜାଗାରେ ଦର୍ଶକମାନେ ରହିବା ପାଇଁ ଜାଗା ଥିବ, ଯେଉଁଟା ବିଶ୍ରାମଗାର କୁହନ୍ତି। ସେଇଟା ବି ଆମ କେସିଂପୁର ବ୍ଲକ୍ ଟେମ୍ପଲରେ ଦେଖାଯାଏ। ସେଇଟା ଦେଖନ୍ତୁ ନୂଆଟି କରାହେଇଛି ସାଙ୍ଗମାନେ। ଦେଖନ୍ତୁ ଏଇଟା ବିଶ୍ରାମଗାର, ଯେଉଁଠି ଦର୍ଶକମାନେ ଆସିକି ଅପେକ୍ଷା କରନ୍ତି, ଯେଉଁଟାକି ଖରା ବର୍ଷା ଯେତେ ବି ହୁଏ ଏଠି ଟିକେ ଥଣ୍ଡା ଅନୁଭବ କରନ୍ତି ଲୋକମାନେ। ତ ଦେଖନ୍ତୁ ସାଙ୍ଗମାନେ, ଏଇଟା ଆଉ ଗୋଟେ ସାଙ୍ଗମାନେ ଆପଣଙ୍କୁ ଦେଖାଇବା ପାଇଁ ଚାହେଁ ଯେ, ଦେଖନ୍ତୁ ମୁଁ ଜୁମ୍ କରିକି ଦେଖେଇ ଦେଉଛି। ଏଇଟା ନରସିଂହ ମନ୍ଦିର, ଆମ କେସିଂପୁର ଆଉ ଏକ ନୂଆ ମନ୍ଦିର। ତ ଏହିପରି ଭାବରେ ଅଛି ସାଙ୍ଗମାନେ। ଦେଖନ୍ତୁ କେତେ ଭ୍ୟୁ ଭଲ, ଆଉ ତଳେ ବି ବହୁତ ସ୍କ୍ରିନ୍ ଅଛି। ତ ମୁଁ ଆପଣମାନଙ୍କୁ ସବୁକିଛି ଦେଖେଇଲି କେସିଂପୁର ବ୍ଲକ୍ର ସମସ୍ତ ମନ୍ଦିର ଯାକ, ମାନେ ମନ୍ଦିର ଭ୍ୟୁ ସବୁ। ତ ଚାଲନ୍ତୁ ଏଠି କ'ଣ ଲେଖା ହେଇଛି ଦେଖନ୍ତୁ। ଆମ ଓଡ଼ିଶା, ନବୀନ ଓଡ଼ିଶା, ଜିଲ୍ଲା ରାୟଗଡ଼ା, ବ୍ଲକ କଲ୍ୟାଣ ସିଂହପୁର, ଗ୍ରାମ କଲ୍ୟାଣ ସିଂହପୁର, ଗ୍ରାମ କଲ୍ୟାଣ ସିଂହପୁର ହିଁ କାର୍ଯ୍ୟ ନାମ ଜଗନ୍ନାଥ ମନ୍ଦିର ନିକଟରେ ତତ୍ବାସୀଙ୍କ ପାଇଁ କୀର୍ତ୍ତନ ମଣ୍ଡପ ନିର୍ମାଣ। ତ ସାଙ୍ଗମାନେ ଦେଖନ୍ତୁ ଏଇଟା କୀର୍ତ୍ତନ ମଣ୍ଡପ ଆଉ ବିଶ୍ରାମଗାର ମଧ୍ୟ ଅଟେ, ଦୁହେଁ ବି ପାରସ୍ପରିକ। ତ ସାଙ୍ଗମାନେ ଦେଖିପାରୁଥିବେ। ତ ମୁଁ ଆପଣମାନଙ୍କୁ ସବୁକିଛି ଦେଖେଇଲି। ତ ଏହିପରି ଭାବରେ ଅଛି। ଏଇଟା ଘେଟ୍ ସାଙ୍ଗମାନେ, ଏଇଟା ଘେଟ୍ ଏହିପରି ଭାବରେ ଅଛି। ଦେଖନ୍ତୁ